हेलो स्टूडेंट ମୁଁ ଆପଣଙ୍କୁ ସ୍ୱାଗତ କରୁଛି ମୋର ୟୁଟ୍ୟୁବ ଚ୍ୟାନେଲ ଷ୍ଟଡି ୱିଥ୍ ପୁଷ୍ପାମିଶ। ପିଲେ ଆଜି ଆମେ ଆଲୋଚନା କରିବା ତମର କଣ ପଲିଟିକାଲ ଅନର୍ସର କୋର 8 ପେପର ର ଲଙ୍ଗ କ୍ୱେଶ୍ଚିନ୍ ର ପାର୍ଟ 2। ପିଲେ ଯୋଉମାନେ ମୋର ପାର୍ଟ 1 ଭିଡିଓ ଦେଖିନ ପ୍ଲେଲିଷ୍ଟ କୁ ଯାଇକି ମୋର ପାର୍ଟ 1 ଭିଡିଓ ଦେଖିଦିଅ। ଆଜି ପିଲେ ତମର ମୁଁ ଯାହା ବି କ୍ୱେଶ୍ଚିନ୍ ଡିସ୍କସନ କରିବି ତାହା ଗୁରୁତ୍ୱପୂର୍ଣ୍ଣ ଯେ ଏକ୍ଜାମ ରେ ସିଓର ଏଇ ପରୀକ୍ଷା ମାନେ ଏମିତି ଟାଇପ ର ହିଁ ତମର କ୍ୱେଶ୍ଚିନ୍ ଆସିବ। ସେ ଅନୁସାରେ ଭଲସେ ପଢିବ ତା ସହିତ ନୋଟ କରିବ। ଓକେ, ତାହେଲେ ଯିବା ପାଠକୁ। ତମର ଫାଷ୍ଟ କ୍ୱେଶ୍ଚିନ୍ କଣ ଅଛି ନା ଭାରତରେ ରାଷ୍ଟ୍ର ବ୍ୟବସ୍ଥାର ପରିବର୍ତ୍ତିତ ରୂପ ଏବଂ ସଂଖ୍ୟାଲଘୁ ମାନଙ୍କର ସ୍ୱାର୍ଥ ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ବିଷୟରେ ଆଲୋଚନା କର। ଏଇଟା ହଉଛି ତମର ଭେରି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍, ନୋଟ କରିବ। ତାହେଲେ ଆନ୍ସର କଣ ଦେଖିବା ନା ପିଲେ, ଆନ୍ସର କୁ ଯିବା ପୂର୍ବରୁ ଯୋଉମାନେ ମୋ ଚ୍ୟାନେଲକୁ ପ୍ରଥମ ଥର ଦେଖୁଛ ଲାଇକ୍ ସେୟାର ଆଉ ସବସ୍କ୍ରାଇବ କରିବ। ତାହେଲେ ପଢିବା। ତ ସାଧାରଣତଃ ଭାରତବର୍ଷ ଏକ ବହୁଳବାଦୀ ରାଷ୍ଟ୍ର ଯେଉଁଥିରେ ଅନେକ ଜାତି, ଧର୍ମ, ବର୍ଣ୍ଣର ଜନସାଧାରଣ ବସବାସ କରନ୍ତି। ତ କଣ ନା ଭାରତ ଏକ ବହୁଳବାଦୀ ରାଷ୍ଟ୍ର ଯେଉଁଥିରେ କି ଅନେକ ଜାତି, ଧର୍ମ, ବର୍ଣ୍ଣର ଜନସାଧାରଣ ବସବାସ କରନ୍ତି। କଣ ନା ପୃଥିବୀରେ କଣ ଯେ ଏତେ ବଡ ପୃଥିବୀରେ କଣ ବହୁତ ଲୋକ ରୁହନ୍ତି। ତ ଗୋଟେ ହିଁ କଣ ଜାତିର ନୁହଁ ନା, କଣ ଭିନ୍ନ ଭିନ୍ନ ଜାତିର ଲୋକ ବା ଧର୍ମର ଲୋକ ବସବାସ କରନ୍ତି। ସ୍ଵାଧୀନତା, ତାପରେ କଣ ନା ସ୍ଵାଧୀନତା ପରଠାରୁ ଆଜି ପର୍ଯ୍ୟନ୍ତ ଭାରତୀୟ ସମାଜରେ ଅନେକ ସମସ୍ୟା ରାଷ୍ଟ୍ର ବ୍ୟବସ୍ଥାର ସୃଷ୍ଟି ହୋଇ ଆସୁଛି, ଯାହାକୁ ସମାଧାନ କରିବା ପାଇଁ ଏବେ ବି ପ୍ରୟାସ ଜାରି ରହିଛି। କଣ ନା ସ୍ଵାଧୀନତା ପରଠାରୁ ଆଜି ପର୍ଯ୍ୟନ୍ତ ଭାରତୀୟ ସମାଜରେ ଅନେକ ସମସ୍ୟା ରାଷ୍ଟ୍ର ବ୍ୟବସ୍ଥାରେ ସୃଷ୍ଟି ହୋଇ ଆସୁଛି, ଯାହାକୁ ସମାଧାନ କରିବା ପାଇଁ ଏବେ ବି ପ୍ରୟାସ ଜାରି ରହିଛି। ଶ୍ରେଣୀଗତ, ଧର୍ମଗତ, ଲିଙ୍ଗଗତ, ଜାତିଗତ ବିଭେଦତା ଦୂର କରିବା ପାଇଁ ସମ୍ବିଧାନରେ ଅନେକ ନୀତି ବର୍ଣ୍ଣିତ ହୋଇଛି। ଯେ ଆମ ସମାଜରେ ଯେଉଁ ଧର୍ମଗତ ବା ଲିଙ୍ଗଗତ ବା ଶ୍ରେଣୀଗତ ଯେଉଁ ବିଭେଦତା ରହିଛି ତାକୁ ଦୂର କରିବା ପାଇଁ କିପରି ନା ଆମ ସମ୍ବିଧାନରେ ଅନେକ ନୀତି ବା ନିୟମ ବର୍ଣ୍ଣିତ ହୋଇଅଛି। ଭାରତବର୍ଷକୁ ମଧ୍ୟ ଏକ ସମାଜ ମଙ୍ଗଳ ରାଷ୍ଟ୍ର ଭାବେ ଗ୍ରହଣ କରାଯାଇଛି, ଯେଉଁଥିରେ ସଂଖ୍ୟାଲଘୁ ମାନଙ୍କର ସ୍ୱାର୍ଥକୁ ସୁରକ୍ଷିତ ରଖିବା ପାଇଁ ଅନେକ ପଦକ୍ଷେପ ନିଆଯାଉଛି। ସାମାଜିକ ଓ ଅର୍ଥନୈତିକ ନ୍ୟାୟ ପ୍ରତିଷ୍ଠା ପାଇଁ କେତେକ ରାଷ୍ଟ୍ର ନୀତି କାର୍ଯ୍ୟକାରୀ ହେଉଛି। ଏହାର ମୂଳ ଉଦ୍ଦେଶ୍ୟ ହେଉଛି ସାମାଜିକ ସମାନତା ଏବଂ ଅର୍ଥନୈତିକ ସମାନତା ପ୍ରତିଷ୍ଠା କରିବା। ଆମର ଯୋଉ ଯେତିକି ଯୋଉ ସମ୍ବିଧାନରେ ନୀତି ନିୟମ କଣ ବର୍ଣ୍ଣିତ ଅଛି, ତାଙ୍କର ମୂଳ ଉଦ୍ଦେଶ୍ୟ କଣ, ଯେ ସମ୍ବିଧାନର ମୂଳ ଉଦ୍ଦେଶ୍ୟ କଣ ନା ସାମାଜିକ ସମାନତା, ଯେ ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖିବା। ସେ କଣ ସାମାଜିକ ସମାନତା ହେଉ ବା ଅର୍ଥନୈତିକ ସମାନତା ହେଉ। ପିଲେ ତମର ମୁଁ ତ ଗୋଟି ଗୋଟି କରିକି ସବୁ ଧାଡି ଧାଡି ଯଦି ପଡିବି ତାହେଲେ ଯେ କଣ ସମୟ ବହୁତ ଆବଶ୍ୟକ ହବ, ତା ସହିତ ଯେ ଭିଡିଓଟା ମଧ୍ୟ ଲମ୍ବା ହେଇଯିବ ତମକୁ। ସେଥିପାଇଁ ମୁଁ କେବଳ ଯୋଉ ଇମ୍ପୋର୍ଟାଣ୍ଟ ଗୁଡାକ ସେଟା ମୁଁ ତମକୁ କହିଦଉଛି, ପଏଣ୍ଟ ପଏଣ୍ଟ ତମକୁ କହିଦଉଛି, ତମେ ସେ ଭିତରକୁ ଯାଇକି ପଢିବ। ତ ସ୍ଵାଧୀନତା ଆନ୍ଦୋଳନର ଲକ୍ଷ୍ୟ କଣ ବା ସ୍ଵାଧୀନତା ଆନ୍ଦୋଳନର ଲକ୍ଷ୍ୟ, ଭାରତର ସ୍ଵାଧୀନତା ଆନ୍ଦୋଳନ ବିଶ୍ୱର ସବୁଠାରୁ ବଡ ଆନ୍ଦୋଳନ ଥିଲା। ଦେଶର ରାଜନୈତିକ ସ୍ୱାଧୀନତା ହାସଲ କରିବା ଏହି ଆନ୍ଦୋଳନର ଲକ୍ଷ୍ୟ ଥିଲା। ଯେ କଣ ଭାରତର ସ୍ୱାଧୀନତା ଆନ୍ଦୋଳନ ବିଶ୍ୱର ସବୁଠାରୁ ବଡ ଆନ୍ଦୋଳନ ଥିଲା। ଦେଶର ରାଜନୈତିକ ସ୍ୱାଧୀନତା ହାସଲ କରିବା ଏହି ଆନ୍ଦୋଳନର ଲକ୍ଷ୍ୟ ଥିଲା। ଆମର ରାଷ୍ଟ୍ରୀୟ ନେତା ମାନେ ସ୍ୱାଧୀନତା ପ୍ରାପ୍ତି ପରେ ଆର୍ଥିକ ଏବଂ ସାମାଜିକ ନ୍ୟାୟ ଉପରେ ଆଧାରିତ ଏପରି ଏକ ଗଣତାନ୍ତ୍ରିକ ବ୍ୟବସ୍ଥାର ପ୍ରଚଳନ ପାଇଁ ଚାହିଁଲେ, ଯେଉଁଥିରେ ବ୍ୟକ୍ତିଗତ ସ୍ୱତନ୍ତ୍ରତା, ସମାନତା ଏବଂ ଭ୍ରାତୃତ୍ୱ ଭାବର ଆଦର୍ଶ ରହିବ। ନେକ୍ସଟ ପଏଣ୍ଟ ଦେଖିବା କଣ ନା ଗଣତାନ୍ତ୍ରିକ ବ୍ୟବସ୍ଥାର ଲକ୍ଷ୍ୟ। ଆମର ଯୋଉ ଗଣତନ୍ତ୍ର ବା ଗଣତନ୍ତ୍ରର ଯୋଉ ବ୍ୟବସ୍ଥା ଅଛି ବା ବ୍ୟବସ୍ଥାର ଲକ୍ଷ୍ୟ କଣ କଣ ପଢିଦେବି। ତାପରେ ନେକ୍ସଟ ପଏଣ୍ଟ କଣ ଆସିବ ତମର ନା ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି। ଜାତିକୁ ଆଧାର କରି ଅନୁସୂଚିତ ଜାତି ନିର୍ଦ୍ଧାରଣ କରାଯାଉଥିବା ବେଳେ ଉଭୟ ଅଞ୍ଚଳ ଏବଂ ଜାତିକୁ ଆଧାର କରି ଅନୁସୂଚିତ ଜନଜାତି ନିର୍ଦ୍ଧାରଣ କରାଯାଇଥାଏ।
ଭାରତରେ 573 ପ୍ରକାର ଅନୁସୂଚିତ ଜନଜାତି ଅଛନ୍ତି। ଏମାନେ ପ୍ରାୟ 400 ଭାଷା ବ୍ୟବହାର କରନ୍ତି। ହେଲେ ଏଇଟା ଗୁରୁତ୍ୱପୂର୍ଣ୍ଣ ଯେ ଭାରତରେ କେତେ ପ୍ରକାରର ଅନୁସୂଚିତ ଜନଜାତି ଅଛନ୍ତି। ଆନ୍ସର ତୁମେ ଲେଖିବ କଣ ନା 573। ଏଇଟା ମନେ ରଖିବ, ତମର କଣ ନା ସର୍ଟ କୋଶ୍ଚିନ୍ ରେ ଆସିବ, ଗୁରୁତ୍ୱପୂର୍ଣ୍ଣ। ତାପରେ ଦେଖିବା କଣ ସାମାଜିକ ନ୍ୟାୟ ଏବଂ ଜନକଲ୍ୟାଣ ପାଇଁ ସାମ୍ବିଧାନିକ ବ୍ୟବସ୍ଥା। ଆମର ଯୋଉ ସାମାଜିକ ନ୍ୟାୟ ପାଇଁ ଯୋଉ ଜନକଲ୍ୟାଣ ପାଇଁ ଯୋଉ ସାମ୍ବିଧାନିକ ବ୍ୟବସ୍ଥା କଣ କଣ ତାହା କଣ ଏଠି ଆଲୋଚନା କରା ଦେଖିବା। ଫାର୍ଷ୍ଟ ପଏଣ୍ଟ ଆସିବ କଣ ଅସ୍ପୃଶ୍ୟତା ନିବାରଣ ବା ଆବଲିସନ ଅଫ ଅନଟଚେବିଲିଟି। ସମ୍ବିଧାନର ଧାରା 17 ଅନୁସାରେ ସମଗ୍ର ଦେଶର ଅସ୍ପୃଶ୍ୟତାକୁ ନିବାରଣ ବି ନିଷେଧ କରାଯାଇଛି। ଆମର ଯାହା କଣ ନା ତାହେଲେ ଆବଲିସନ ଅଫ ଅନଟଚେବିଲିଟି ଯୋଉ ଅଛି ଧାରା ନମ୍ବର କେତେ ନା 17। ଏଇଟା ଗୁରୁତ୍ୱପୂର୍ଣ୍ଣ, ତମର କଣ ସର୍ଟ କୋଶ୍ଚିନ୍ ମଧ୍ୟ ଆସିବ। ନୋଟ କରିଦେବ ଯେ ସମ୍ବିଧାନର ଧାରା 17 ଅନୁସାରେ ସମଗ୍ର ଦେଶରେ ଅସ୍ପୃଶ୍ୟତାକୁ ନିବାରଣ ବା ନିଷେଧ କରାଯାଇଛି। ନେକ୍ସଟ ପଏଣ୍ଟ କଣ ଅଛି ନା ପ୍ରତିନିଧିତ୍ୱ ପାଇଁ ବିଶେଷ ବ୍ୟବସ୍ଥା। ଆମର ଯୋଉ ପ୍ରତିନିଧି ଅଛି ତାର ପାଇଁ ବିଶେଷ ବ୍ୟବସ୍ଥା କଣ କଣ ରହିବା ଆବଶ୍ୟକ କଣ ଏଠି ଆଲୋଚନା କରା। ନେକ୍ସଟ ପଏଣ୍ଟ କଣ ଅଛି ନା ଅନୁସୂଚିତ ଜାତି ଏବଂ ଜନଜାତିଙ୍କ ପାଇଁ ରାଷ୍ଟ୍ରୀୟ ଆୟୋଗ। ଆମର ଯୋଉ ଅନୁସୂଚିତ ଜାତି ବା ଜନଜାତି ଅଛନ୍ତି ତାଙ୍କ ପାଇଁ ରାଷ୍ଟ୍ରୀୟ ଆୟୋଗ କଣ, ଯେ ଅନୁସୂଚିତ ଜାତି ଏବଂ ଜନଜାତିର ସୁରକ୍ଷା ପାଇଁ ଏବଂ ସେହି ସମ୍ପର୍କିତ ବିଷୟ ଗୁଡିକୁ ଯାଞ୍ଚ କରିବା ପାଇଁ ସମ୍ବିଧାନର ଧାରା 338 ଧାରା ଅନୁସାରେ ଏକ ବିଶେଷ ପଦାଧିକାରୀଙ୍କ ବ୍ୟବସ୍ଥା କରାଯାଇଛି। ଏହି ପଦାଧିକାରୀଙ୍କୁ ଅନ୍ୟାନ୍ୟ ପଛୁଆ ବର୍ଗ ଏବଂ ଆଙ୍ଗ୍ଲୋ ଭାରତୀୟ ମାନଙ୍କ କଲ୍ୟାଣର ସୁରକ୍ଷା ପାଇଁ ମଧ୍ୟ ଅଧିକାର ପ୍ରଦାନ କରାଯାଇଛି। 1990 ମସିହାରେ 66ତମ ସମ୍ବିଧାନ ସଂଶୋଧନ ଦ୍ୱାରା ଅନୁସୂଚିତ ଜାତି ଏବଂ ଜନଜାତିଙ୍କର ରାଷ୍ଟ୍ରୀୟ ଆୟୋଗ ର ଗଠନ କରାଯାଇଛି। ତମର କୋଶ୍ଚିନ୍ ଯଦି ଆସିବ ଯେ ଆମର ଯୋଉ ଜନଜାତିଙ୍କର ରାଷ୍ଟ୍ରୀୟ ଆୟୋଗର ଗଠନ କେବେ କରାଗଲା, କଣ ଲେଖିବ ତମେ ଆନ୍ସର 1990 ମସିହା 66ତମ ସମ୍ବିଧାନ ସଂଶୋଧନ। ଗୁରୁତ୍ୱପୂର୍ଣ୍ଣ, ମୁଁ ଯାହା ପିଲେ ଗୁରୁତ୍ୱପୂର୍ଣ୍ଣ ବୋଲି କହୁଛି ତମେ ତାକୁ ନୋଟ କରିବ, କାହିଁକି ନା ତମର ଯେତେବେଳେ ସର୍ଟ କୋଶ୍ଚିନ୍ ଆସିବ ପରୀକ୍ଷାରେ ସେତେବେଳେ ତମେ ଆଜି ନୋଟ କରିଥିଲେ ସିନା ତମେ ଲେଖିବ, ହେଲେ କଣ ଲେଖିବ। ନେକ୍ସଟ ଦେଖିବା ଯାଞ୍ଚ ଆୟୋଗର ନିଯୁକ୍ତି। ଯେ ଆମର ଯୋଉ ଯାଞ୍ଚ ଆୟୋଗ ଅଛନ୍ତି ତାଙ୍କର ନିଯୁକ୍ତି ବା ପ୍ରକ୍ରିୟା କିପରି ତାହା ଆଲୋଚନା କରାଯାଇଛି। ଧାରା କେତେ ନା ଆମର ସମ୍ବିଧାନର 340 ଧାରା ଅନୁସାରେ ରାଷ୍ଟ୍ରପତି 2ଟି ଆୟୋଗର ନିଯୁକ୍ତି କରିବେ। ଆମର ସମ୍ବିଧାନର ଯୋଉ ଧାରା 340 ଧାରା ଅନୁସାରେ ରାଷ୍ଟ୍ରପତି କଣ କରିବେ, 2ଟି ଆୟୋଗର ନିଯୁକ୍ତି କରିବେ। ପ୍ରଥମ ଆୟୋଗଙ୍କ କାର୍ଯ୍ୟ ହେଲା ଅନୁସୂଚିତ ଅଞ୍ଚଳରେ ପ୍ରଶାସନ ତଥା ଅନୁସୂଚିତ ଜାତିଙ୍କ କଲ୍ୟାଣ ସମ୍ପର୍କିତ ମାମଲାର ଯାଞ୍ଚ କରିବା। ଅନ୍ୟ ଆୟୋଗର କାର୍ଯ୍ୟ ହେଲା ପଛୁଆ ଜାତିଙ୍କ ଶିକ୍ଷା ଏବଂ ସାମାଜିକ ସ୍ଥିତିର ଯାଞ୍ଚ କରିବା। ନେକ୍ସଟ ପଏଣ୍ଟ କଣ ନେଲେ ରାଜ୍ୟପାଳ ମାନଙ୍କୁ ସ୍ୱତନ୍ତ୍ର କ୍ଷମତା। ରାଜ୍ୟପାଳ ଯେ ଆମର ରାଜ୍ୟରେ ଜଣେ ରାଜ୍ୟପାଳ ରହିବେ ତାଙ୍କର କଣ କଣ କ୍ଷମତା ରହିବା ଆବଶ୍ୟକ ତାହା ଏଠାରେ ଆଲୋଚନା କରାଏ। ନେକ୍ସଟ କଣ ନା ଯଦି ପିଲେ ମୁଁ ତମକୁ ଯୋଉ ପଏଣ୍ଟ କହିଦଉଛି ତମେ ବୁଝିପାରୁନ, ଯେ ତମେ ଚାହୁଁଛ ଯେ ପ୍ରପର ୱେରେ ବୁଝିବାକୁ, ଦେନ୍ ମତେ କମେଣ୍ଟ କରିବ, ମୁଁ ତମ ପାଇଁ ଲଙ୍ଗ ଭିଡିଓ ଆଣିବି। ତାପରେ କେନ୍ଦ୍ରୀୟ ନିୟନ୍ତ୍ରଣ। ସମ୍ବିଧାନର 33 ଧାରା ଅନୁସାରେ ରାଜ୍ୟପାଳଙ୍କର ଅନୁସୂଚିତ ଅଞ୍ଚଳର ପ୍ରଶାସନ ଏବଂ ଅନୁସୂଚିତ ଜନଜାତିଙ୍କ କଲ୍ୟାଣ ବିଷୟରେ ରାଷ୍ଟ୍ରପତି ଯେକୌଣସି ସମୟରେ ଆୟୋଗ ନିଯୁକ୍ତି କରିବେ ଏବଂ ଆୟୋଗରେ ବିଚାର ହେବାକୁ ଥିବା ବିଷୟ ସ୍ଥିର କରିବେ। ତମେ ଗୁଡାକୁ ପଢିଦବ ବେଲେ ତ ଧାରା କେତେ ନା ସମ୍ବିଧାନର 275 ଧାରା ଅନୁସାରେ ଜନଜାତି ମାନଙ୍କର କଲ୍ୟାଣ ଏବଂ ସେମାନଙ୍କର ଉଚିତ ପ୍ରଶାସନ ପାଇଁ କେନ୍ଦ୍ର ସରକାର କଲ୍ୟାଣ ଏବଂ ସେମାନଙ୍କର ଉଚିତ ପ୍ରଶାସନ ପ୍ରଦାନ ପାଇଁ କେନ୍ଦ୍ର ସରକାର ବିଶେଷ ଅନୁଦାନ ପ୍ରଦାନ କରିବେ। ନେକ୍ସଟ ପଏଣ୍ଟ କଣ ଅଛି ନା ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ଜନକଲ୍ୟାଣ।
जो संविधानର ଧାରା 16 ଭାଗରେ ଅନୁସୂଚିତ ଜାତି ଏବଂ ଜନଜାତିଙ୍କ ସହିତ ଅନ୍ୟାନ୍ୟ ପଛୁଆ ବର୍ଗର ଉଲ୍ଲେଖ କରାଯାଇଥିଲେ ମଧ୍ୟ ଏହି ଶ୍ରେଣୀର ସୀମା ନିର୍ଦ୍ଧାରଣ କରିବା ଅତ୍ୟନ୍ତ କଷ୍ଟକର ବ୍ୟାପାର। ସମ୍ବିଧାନର ଧାରା 16 ଏବଂ 4 340 ଧାରାରେ ମଧ୍ୟ ଏହି ଶବ୍ଦର ବ୍ୟବହାର କରାଯାଇଥିଲେ ମଧ୍ୟ ଏହାର ସଂଜ୍ଞା ନିରୂପଣ କରାଯାଇ ନାହିଁ। ସମ୍ବିଧାନର 340 ଧାରାରେ ଉଲ୍ଲେଖ ଅଛି ଯେ ପଛୁଆ ଶ୍ରେଣୀର ସ୍ଥିତିର ଅନୁସନ୍ଧାନ ପାଇଁ ରାଷ୍ଟ୍ରପତି ଏକ ଆୟୋଗ ନିଯୁକ୍ତି କରିବେ। ତାହେଲେ ତମର ଧାରା କେତେ ନା ଧାରା 340 ଧାରାରେ ଉଲ୍ଲେଖ ଅଛି ଯେ ଆମର ଯୋଉ ପଛୁଆ ଶ୍ରେଣୀର ବା ସ୍ଥିତିର ଅନୁସନ୍ଧାନ ପାଇଁ କଣ କରିବେ ନା ରାଷ୍ଟ୍ରପତି ଏକ ଆୟୋଗ ନିଯୁକ୍ତି କରିବେ। ଏଇଟା ଗୁରୁତ୍ୱପୂର୍ଣ୍ଣ ପିଲେ ଲେଖିଦିଅ। ତାପରେ ଦେଖିବ ନା ନେକ୍ସଟ ମଣ୍ଡଳ ଆୟୋଗଙ୍କ ରିପୋର୍ଟ। ଆମର ଯୋଉ ମଣ୍ଡଳ ଆୟୋଗ ଅଛନ୍ତି ତାଙ୍କର ରିପୋର୍ଟ ଦେଖିବା। ମଣ୍ଡଳ କମିଶନ ନିଜର ରିପୋର୍ଟକୁ 1982 ମସିହା ଏପ୍ରିଲ 30 ତାରିଖ ଦିନ ସରକାରଙ୍କୁ ପ୍ରଦାନ କରିଥିଲେ। ତାହେଲେ କଣ ନା ଆମର ଯୋଉ ପ୍ରଥମ ଥର ଆମ ଦେଶ ସ୍ୱାଧୀନ ହେବା ପରେ ମଣ୍ଡଳ କମିଶନ ଯୋଉ ନିଜର ରିପୋର୍ଟକୁ କେବେ ସବମିଟ କରିଥିଲେ ନା ସରକାରଙ୍କୁ ପ୍ରଦାନ କରିଥିଲେ କେବେ 1882 ଏପ୍ରିଲ 30 ତାରିଖ ଦିନ ସରକାରଙ୍କୁ ପ୍ରଦାନ କରିଥିଲେ। ଆୟୋଗ ତାଙ୍କ ରିପୋର୍ଟରେ ସରକାରୀ ଅର୍ଦ୍ଧ ସରକାରୀ ଏବଂ ସାର୍ବଜନୀନ ଶିଳ୍ପ ପ୍ରତିଷ୍ଠାନ ମାନଙ୍କରେ ପଛୁଆ ବର୍ଗଙ୍କ ପାଇଁ 26% ସ୍ଥାନ ସଂରକ୍ଷଣ ପାଇଁ ସୁପାରିଶ କରିଥିଲେ। ତାହେଲେ ଆମର ଯୋଉ ପଛୁଆ ବର୍ଗ ଅଛନ୍ତି ତାଙ୍କ ପାଇଁ କେତେ ସ୍ଥାନ ସଂରକ୍ଷଣ ପାଇଁ ସୁପାରିଶ କରିଥିଲେ ନା 26%। ମନେ ରଖିବ ଗୁରୁତ୍ୱପୂର୍ଣ୍ଣ। ପିଲେ ତମର ଏଟା ସରିଲା ମୁଁ ତମକୁ କଣ ଯେ ସଂକ୍ଷିପ୍ତ ଭାବରେ ବୁଝେଇଛି। ପିଲେ ତମେ ଯଦି ବୁଝିପାରୁନ ତମେ ଯଦି ଚାହୁଁଛ ମୁଁ ଗୋଟେ ତମକୁ ଭଲସେ ବୁଝେଇବା ତାହେଲେ ମତେ କମେଣ୍ଟ କରିବ ମୋ ଭିଡିଓରେ ତମକୁ ମୁଁ ଭଲସେ ବୁଝେଇବି। ନେକ୍ସଟ ଲଙ୍ଗ କ୍ୱେଶ୍ଚିନ୍ ଦେଖିବା ଇମ୍ପୋର୍ଟାଣ୍ଟ ପିଲେ। ଆଞ୍ଚଳିକତାବାଦ କିପରି ଭାରତରେ ରାଷ୍ଟ୍ର ନିର୍ମାଣରେ ପ୍ରତିବନ୍ଧକ ହେଉଛି ବିଶ୍ଳେଷଣ। ଯୋଉ ଆଞ୍ଚଳିକତାବାଦ ଅଛି ଆମେ ଯେତେବେଳେ ରାଷ୍ଟ୍ର ନିର୍ମାଣ କରୁଛେ ସେଇ ସମୟରେ କଣ କଣ ପ୍ରତିବନ୍ଧକ ହେଉଛି ତାକୁ ଆମେ ଆଲୋଚନା କରିବା। ଭାରତର ସାଂସ୍କୃତିକ ବହୁଳତା, ଆଞ୍ଚଳିକତାବାଦ, ଭାଷାବାଦ, ଜାତିବାଦ ଓ ସାମ୍ପ୍ରଦାୟିକତା ପରି ବିଭିନ୍ନ ସଂକୀର୍ଣ୍ଣ ମନୋଭାବ ମାଧ୍ୟମରେ ପ୍ରତିଫଳିତ ହେଉଅଛି। ଅସ୍ତିସୂଚକ ଅର୍ଥରେ ଆଞ୍ଚଳିକତାବାଦ କହିଲେ ଏକ ଅଞ୍ଚଳରେ ବସବାସ କରି ରହୁଥିବା ଲୋକମାନଙ୍କର ଏକ ସ୍ୱତନ୍ତ୍ର ପରିଚୟ ପାଇଁ ଅନ୍ୱେଷଣ ମୂଳକ ପ୍ରଚେଷ୍ଟାକୁ ବୁଝେଇଥାଏ। ତାହେଲେ ଆମର ଯୋଉ ଆଞ୍ଚଳିକତାବାଦ କାହାକୁ ବୁଝାଇ ପିଲେ ନା ଆଞ୍ଚଳିକତାବାଦ କହିଲେ ଏକ ଅଞ୍ଚଳରେ ବା ଗୋଟିଏ ଅଞ୍ଚଳରେ ବସବାସ କରି ରହୁଥିବା ଲୋକମାନଙ୍କର ଏକ ସ୍ୱତନ୍ତ୍ର ପରିଚୟ ପାଇଁ ଅନ୍ୱେଷଣ ମୂଳକ ଯେ ତାଙ୍କର ପରିଚୟ ପାଇଁ ଆମେ କଣ କରିବା ନା ଅନ୍ୱେଷଣ ମୂଳକ ପ୍ରଚେଷ୍ଟା। ନାସ୍ତି ସୂଚକ ଅର୍ଥରେ ଗୋଟିଏ ବୃହତ୍ ଭୌଗୋଳିକ ପରିସର ମଧ୍ୟରୁ କିଛି ଅଂଶକୁ ଅଲଗା ଦିଗରେ ପ୍ରତିବନ୍ଧକ ସୃଷ୍ଟି କରୁଥିବା ତଜ୍ଜନିତ ଚିନ୍ତାଧାରାକୁ ଆଞ୍ଚଳିକତାବାଦ କୁହାଯାଏ। କଣ ନା ଗୋଟିଏ ବୃହତ୍ ଭୌଗୋଳିକ ପରିସର ମଧ୍ୟରୁ କିଛି ଅଂଶକୁ ଅଲଗା ଦିଗରେ ପ୍ରତିବନ୍ଧକ ସୃଷ୍ଟି କରୁଥିବା ତଜ୍ଜନିତ ଚିନ୍ତାଧାରାକୁ ଆଞ୍ଚଳିକତାବାଦ କୁହାଯାଏ। ପିଲେ ତମର ଏଇଟା 2 ମାର୍କରେ ମଧ୍ୟ ତମେ ଯଦି ଗୋଟେ ଲଙ୍ଗ କ୍ୱେଶ୍ଚିନ୍ ଟାକୁ ପୁରା ଭଲସେ ପଢିଲ ପିଲେ କଣ କରିବ ନା ତମେ ସେଇ ଭିତରୁ ତମର କଣ ଯେ 3 ମାର୍କ ଆସିବ 2 ମାର୍କ ଆସିବ ସେଥିପାଇଁ ତମେ ପୁରା ଗୋଟେ ଲଙ୍ଗ କ୍ୱେଶ୍ଚିନ୍ ଭଲସେ ପଢିଦିଅ। ମୁଁ ତମକୁ ଯେତିକି ବି ଲଙ୍ଗ କ୍ୱେଶ୍ଚିନ୍ ପ୍ରୋଭାଇଡ କରୁଛି ପିଲେ ତମେ ସେତିକି ଭଲସେ ପଢ ଦେଖିବ ତମର 100% ଭଲ ରେଜଲ୍ଟ ଆସିବ। ମୋ କଥାକୁ ବିଶ୍ୱାସ କର ତ ମୁଁ ତମକୁ ଯେମିତି ପଢଉଛି ତମେ ସେ ୱେରେ ଚାଲ ନିହାତି ଭଲ ରେଜଲ୍ଟ ଆଣିବ। ନେକ୍ସଟ ଦେଖିବା ଯେ ବିଚ୍ଛିନ୍ନତାବାଦ ପାଇଁ ଆମର ଯୋଉ ଭାରତରେ ଆଞ୍ଚଳିକବାଦର ରୂପ ଓ ରଙ୍ଗ ଭାରତରେ ଆଞ୍ଚଳିକତା ମନୋଭାବ 5 ଗୋଟି ରୂପରେ ପ୍ରକାଶିତ ହୋଇଛି। ସେଗୁଡିକ କଣ ନା ପ୍ରଥମେ ହଉଛି ବିଚ୍ଛିନ୍ନତା ପାଇଁ ଆନ୍ଦୋଳନ, ସ୍ୱତନ୍ତ୍ର ପ୍ରଦେଶ ସ୍ଥାପନ, ହିନ୍ଦୀ ବିରୋଧୀ ଆନ୍ଦୋଳନ, ଆନ୍ତଃରାଜ୍ୟ କନ୍ଦଳ ବା ଦ୍ୱନ୍ଦ୍ୱ, ରାଜ୍ୟସ୍ତରୀୟ ବା ରାଜନୈତିକ ସେନା ନିଯୁକ୍ତି। ଫାର୍ଷ୍ଟ ଦେଖିବା ଆମେ କଣ ନା ବିଚ୍ଛିନ୍ନତାବାଦ ପାଇଁ ଆନ୍ଦୋଳନ। ଆମର ଯୋଉ ବିଚ୍ଛିନ୍ନତାବାଦ ପାଇଁ ଯୋଉ ଆନ୍ଦୋଳନ ହେଇଥିଲା ତାର ଭୂମିକା କଣ କଣ ଥିଲା ସେଇଟା ଆମର ଆଲୋଚନା କରାଗଲା। ବିଚ୍ଛିନ୍ନତାବାଦ ପାଇଁ ଆନ୍ଦୋଳନ। ନେକ୍ସଟ ଦେଖିବା ସ୍ୱତନ୍ତ୍ର ପ୍ରଦେଶ ସ୍ଥାପନ।
1956 ରାଜ୍ୟ ପୁନର୍ଗଠନ ପରେ ସାଂସ୍କୃତିକ ଓ ଭାଷାଭିତ୍ତିକ ଦଳମାନେ ନିଜର ସ୍ୱତନ୍ତ୍ରତା ପ୍ରତିଷ୍ଠା କରିବା ପାଇଁ ସ୍ୱତନ୍ତ୍ର ପ୍ରଦେଶ ନିମନ୍ତେ ଦାବି ଉପସ୍ଥାପନା କରୁଛନ୍ତି। କଣ ନା 1956 ଆମର ଯୋଉ ରାଜ୍ୟ ପୁନର୍ଗଠନ ପରେ ସାଂସ୍କୃତିକ ଓ ଭାଷାଭିତ୍ତିକ ଦଳମାନେ ନିଜର ସ୍ୱତନ୍ତ୍ର ପ୍ରତିଷ୍ଠା ପରିଚୟ କରିବା ପାଇଁ ସ୍ୱତନ୍ତ୍ର ପ୍ରଦେଶ ନିମନ୍ତେ ଦାବି ଉପସ୍ଥାପନ କରୁଛନ୍ତି। ଯେମିତି ମରାଠୀ ଓ ଗୁଜୁରାଟୀ ଭାଷାଭାଷୀ ଲୋକମାନେ ବମ୍ବେ ଓ ପ୍ରଦେଶର ଭାଷା ଭିତ୍ତିକ ପୁନର୍ଗଠନ ପାଇଁ ଦାବି କରି ମହାରାଷ୍ଟ୍ର ଓ ଗୁଜୁରାଟ ପରି ଦୁଇଟି ସ୍ୱତନ୍ତ୍ର ସ୍ଥାପନ ପାଇଁ ସକ୍ଷମ ହୋଇଥିଲେ। ଯେ କଣ ଯେ ଆମେ ଯେମିତି ଓଡିଶାରେ ବସବାସ କରୁଛୁ, ଓଡିଶାରେ ଯେ ବସବାସ କଣ ସ୍ୱତନ୍ତ୍ର ଗୋଟେ ରାଜ୍ୟ ବା ପ୍ରଦେଶ ନାହିଁ। ଯେହେତୁ ଆମେ ଓଡିଶା ବା ବହୁଳ ମାତ୍ରାରେ କଣ ଓଡିଆ ଲୋକମାନେ ବସବାସ କରୁଛେ, ସେଇଥିପାଇଁ ଯେ ଆମକୁ ଗୋଟେ ସ୍ୱତନ୍ତ୍ର ପ୍ରଦେଶ ବା ସ୍ୱତନ୍ତ୍ର ପ୍ରଦେଶର ନାମ ଦିଆଯାଉ। ନେକ୍ସଟ ଦେଖିବା ହିନ୍ଦୀ ବିରୋଧୀ ଆନ୍ଦୋଳନ। ଯୋଉ ଆମର ଯୋଉ ହିନ୍ଦୀକୁ ସରକାରୀ ଭାଷା ରୂପେ ଗ୍ରହଣ କରିବା ସଂକ୍ରାନ୍ତୀୟ ବିଭିନ୍ନ କମିଶନ ସୁପାରିଶ ନୀତିକୁ ଦକ୍ଷିଣ ଭାରତର ରାଜ୍ୟ ସମୂହ ବିରୋଧ କରିବା ଫଳରେ ଆଞ୍ଚଳିକତାବାଦର ଜନ୍ମ ହେଲା। ତାମିଲନାଡୁରେ ଏହାକୁ ହିନ୍ଦୀ ମାନ୍ଦ୍ରାଜବାଦ ରୂପେ ଅଭିହିତ କରାଯାଏ ତୀବ୍ର ବିରୋଧ କରାଗଲା। ତ ଆମର ଯୋଉ ହିନ୍ଦୀ ଭାଷାକୁ ନେଇ କୋଉ କୋଉ ଅଞ୍ଚଳରେ ଯୋଉ ଆମର ଆନ୍ଦୋଳନ ହୋଇଥିଲା ତାକୁ ଆଲୋଚନା କରାଯାଇଛି। ନେକ୍ସଟ ଦେଖିବା କଣ ନା ଆନ୍ତଃରାଜ୍ୟ କନ୍ଦଳ ବା ଦ୍ୱନ୍ଦ୍ୱ। ବିଭିନ୍ନ ପଡୋଶୀ ରାଜ୍ୟମାନଙ୍କ ମଧ୍ୟରେ ବା ସୀମା ବିବାଦ, ଜଳ ବଣ୍ଟନ ବିବାଦ କିମ୍ବା କୌଣସି ଏକ ନିର୍ଦ୍ଦିଷ୍ଟ ଭୂଖଣ୍ଡ ବା ସହରକୁ ନେଇ ବିବାଦ ଇତ୍ୟାଦି ଲାଗି ରହିବା ଫଳରେ ଆଞ୍ଚଳିକତାବାଦ ବୃଦ୍ଧି ପାଉଛି। ପଞ୍ଜାବ ହରିୟାଣା ରାଜ୍ୟ ଦ୍ୱୟ ମଧ୍ୟରେ ଚଣ୍ଡିଗଡ଼ରୁ ନେଇ ବିବାଦ ଲାଗି ରହିଛି। ଯୋଉ ରାଜ୍ୟକୁ ହେଉ ବା ଦେଶ ଦେଶକୁ ନେଇ ଆମର ଯୋଉ କନ୍ଦଳ ବା ଦ୍ୱନ୍ଦ୍ୱ ସୃଷ୍ଟି ହେଇଛି ତାକୁ ହିଁ ଆଲୋଚନା କରାଯାଇଛି। ନେକ୍ସଟ ପଏଣ୍ଟ ଦେଖିବା କଣ ରାଜ୍ୟସ୍ତରୀୟ ରାଜନୈତିକ ସେନା ନିଯୁକ୍ତି। ରାଜ୍ୟସ୍ତରୀୟରେ ଯେ ଆମର ରାଜନୈତିକ ସେନା ନିଯୁକ୍ତି। ବିଭିନ୍ନ ରାଜ୍ୟରେ ରାଜ୍ୟସ୍ତରୀୟ ରାଜନୈତିକ ସେନା ଗଠିତ ହେବା ଫଳରେ ଆଞ୍ଚଳିକତାବାଦର ପ୍ରଗତି ସମ୍ଭବ ହେଉଛି। ମହାରାଷ୍ଟ୍ରର ଶିବସେନା, ଆସାମର ଲଚିତ ସେନା, ଗୁଜୁରାଟର ସର୍ଦ୍ଦାର ସେନା, ମାନ୍ଦ୍ରାଜର ତାମିଲ ସେନା, ଉତ୍ତରପ୍ରଦେଶ ଓ ବିହାରର ହିନ୍ଦୀ ସେନା, ଓଡିଶାରେ ଜଗନ୍ନାଥ ସେନା ଇତ୍ୟାଦି ସମ୍ପୃକ୍ତ ରାଜ୍ୟରେ ନିଜର ଲକ୍ଷ୍ୟ ପୂରଣ ପାଇଁ ହିଂସାତ୍ମକ କାର୍ଯ୍ୟପନ୍ଥୀ ଗ୍ରହଣ କରିବାକୁ ମଧ୍ୟ ପଛାଉନାହାନ୍ତି। ନେକ୍ସଟ ଦେଖିବା କଣ ନା ତମର ଦିଟା ଲଙ୍ଗ କୋଶ୍ଚେନ ସରିଲା ପିଲେ, ଏତିକି ଏଇଟା ତମର ଗୁରୁତ୍ୱପୂର୍ଣ୍ଣ ବିଷୟ ଗୁଡାକ ପିଲେ, ସେତିକିରେ ତମର ଲଙ୍ଗ କୋଶ୍ଚେନ ସରିଲା ପିଲେ। ତମେ ଦିଟା ଭିଡିଓକୁ ମୁଁ ଯୋଉ ପାର୍ଟ 1 ଦେଇଛି ଆଜି, ତାପରେ ପୂର୍ବରୁ ମୁଁ ତମକୁ ଦେଇଥିଲି ପାର୍ଟ 1, ଆଜି ଦେବି ତମକୁ ପାର୍ଟ 2। ପିଲେ ମୁଁ ଯେତିକି ମୁଁ ତମକୁ ଲଙ୍ଗ କୋଶ୍ଚେନ ଆଲୋଚନା କରିଛି ତମେ ସେତିକି ଭଲସେ ପଢିକି ଯାଅ, ତମର 100% ଭଲ ରେଜଲ୍ଟ ଆସିବ। ମୋ କଥାକୁ ବିଶ୍ୱାସ କର, ମୁଁ ତମକୁ ଯେମିତି କହୁଛି ସେ ୱେରେ ପଢ ପିଲେ ନିହାତି ସଫଳତା ମିଳିବ। ଯଦି ମୋ ଭିଡିଓ ଭଲ ଲାଗିଲା ଲାଇକ୍ ସେୟାର ଆଉ ସବସ୍କ୍ରାଇବ କରିବ। ତା ସହିତ ପିଲେ ତମକୁ ଯଦି ଆଜିର ଯଦି ପିଡିଏଫ ଆବଶ୍ୟକ ହଉଛି ଦେନ୍ ମୋର ୟୁଟ୍ୟୁବକୁ ଯିବ, ସେଠି ମୁଁ ମୋର ଡେସ୍କ୍ରିପସନରେ ଟେଲିଗ୍ରାମର ଲିଙ୍କ ଦେଇଛି, ତମେ ସେଠାରେ ଜଏନ୍ ହେଇଯିବ ଏବଂ ପିଡିଏଫ ପାଇପାରିବ। ଆଜି ପାଇଁ ଏତିକି ଥାଉ, ରହିଲି, ଥ୍ୟାଙ୍କ ୟୁ।